ହେଲାଣି କେତେବେଳେ 3:30 ବେଳୁ ଆମେ ଏବେ 4ଟା 4:30 ହେଇଗଲେ ବସୁଛୁ ମାନେ ଯିବୁ ବୋଲିକି ହାତୀ ତାଙ୍କର ବାହାରିକି ଟିକେ ସକାଳ ହେଇ ଆସିଲେ ଯିବୁ ବୋଲିକି ଆଉ ଏବେ ଆମେ ଯାଉଛୁ ପୁରା ଜଙ୍ଗଲିଆ ରାସ୍ତାରେ ଯାଉଛୁ ବୋଲି ଆଉ ତାଙ୍କ ଗୋଟେ ହାତୀ ବାଜି ହାତୀ ଯଦି ଥବ ମୁଁ ଆପଣଙ୍କୁ ଦେଖେଇବି ଆଉ ସେଇଥିପାଇଁ ଆମେ ସମସ୍ତେ ଯାଉଛୁ ହାତୀ ଦେଖିବାକୁ ଆଉ ଏଇ ଜଙ୍ଗଲ ରାସ୍ତାରେ ବି ଏଇପଟେ ବି ହାତୀ ଏରିକା ବାହାରିଥିଲା ଦେଖନ୍ତୁ କୋଉ ବେଳେ ପୁରା ନିଛାଟିଆ ଜାଗା ପୁରା ସୁନସାନ କେହି ନାହାନ୍ତି ହାତୀ ବାହାରିଛି ବୋଲିକି ସବୁ ମାନେ ପୁରା ସକାଳ ହେଲେ ମାନେ ଘରୁ ବାହାରୁଛନ୍ତି ଆଉ ଏବେ ଦେଖନ୍ତୁ ଆମେ 3 ଜଣ ଯାକ ଏ ଗାଡ଼ିରେ ବସିକି ଯାଉଛୁ ଗାଡ଼ି ଲାଇଟ୍ ବି ଜୋରରେ ଜଳୁନି ଆଉ ଟର୍ଚ୍ଚ ଫୋନ୍ ପ୍ରୋସେସ୍ ଟିକେ ହେଲେ ଭଲ ଦେଖାଯାଉଛି ଆଉ କେଉଁଠି ହାତୀ ଆଗରେ ହାବୁଡ଼ି ଯିବ ଏଇଗୁରା ହାତୀ ଏରିଆ ପୁରା ଦେଖିପାରୁଥିବେ ଦି ସାଇଡ଼୍ ପୁରା ଜଙ୍ଗଲ କେଉଁଠି ହାତୀ ମଝିରେ ପଳେଇ ଆସିବ ଶେଷ ଚଢ଼ିଯିବ ଆମ ଉପରେ ଚକଡ଼ି ଦେଖି ଚାଲିଯିବ ନହେଲେ 10 ଲକ୍ଷ ଭଲ ନା ଆମେ ମରିଗଲେ ହାତୀ ଚକଡ଼ି ଦେବ ପରେ ଆମର ଉଦ୍ଧାର ହେଇଯିବ ନା ଆଉ କ'ଣ ଏମିତି କରିବାରେ ଜୀବନଟା ଦୌଡ଼ିଛେ 10 ଲକ୍ଷ ମିଳିଲେ ସେ କ'ଣ ଗୋଟେ କରିବେ ନା କ'ଣ କରିଦେବେ ନା ନେଇ ହାତୀ ଗଲେ 10 ଲକ୍ଷ ଟଙ୍କା ମିଳିବ ଆଙ୍କ ଇଆଡ଼େ ଘୋଷଣା ହେଇଛି ଆମ ଆଡ଼େ କ'ଣ ସବୁଆଡ଼େ ତ ଘୋଷଣା ଆମ ଆଡ଼େ ନାଇଁ ଇଆଡ଼େ ବେଶୀ ଅଧିକ ବାହାରୁଛି ନା ଏବେ ଅଧିକ ପୁରା ଦଣ୍ଡା ହାତୀଟା ତାଙ୍କର ଗୋଟେ ପୁରା ଏରିଆରେ ପୁରା ଖୋର୍ଦ୍ଧା ଏରିଆରେ ପୁରା ଆତଙ୍କ ଖେଳିଛି ଡେଲି ପୁରା ଆସୁଛି ପୁରା ତାଙ୍କ ଘରକୁ ହାତଟା ହେଇଯିବ ମାନେ ହଁ ତାକୁ କୁଆଡ଼େ ବହୁତ ହାତୀ ହେଇଲା ଲାଇନ୍ କେତେବେଳେ ହାବୁଡ଼େ ପଡ଼ିଯିବ ଆମର ଜଙ୍ଗଲ ଦେଖିବା ସେମାନେ କ'ଣ ସେଟା ବଡ଼ ଜଙ୍ଗଲଟା ବୁଢ଼ୀ ପିସି ହେବି ପଛରେ ଆମର ପଲସର ଥାଇକି କେତେ ସ୍ପିଡରେ ଉଠିଛି ଲାଇଟ୍ ଦେଖାଯାଉନି କିନ୍ତୁ ତଥାପି ଉଠିଛି ଏଇ ଜଙ୍ଗଲ ହାତୀ ମାରନ୍ତି ଏଇ ଜଙ୍ଗଲଟା ପୁରା ଖତରନାକ ଏଇଠି ସବୁ ହାତୀ ହେରିକା ମାରନ୍ତି କହୁଛନ୍ତି ଭାଇ ଆମର ଆଉ ତାଙ୍କ ଏରିଆ ସିଏ ସବୁ ଜାଣିଛନ୍ତି ନା କୋଉଠି ହାତୀ ଟିକେ ବାହାରିଛି ଆଉ ଗାଡ଼ି ଲାଇଟ୍ଟା ବି ଦେଖାଯାଉନି ମୁଁ ଏଇ ଫୋନ୍ରେ ଟର୍ଚ୍ଚରେ ଦେଖେଇ ଦେଉଛି ଟିକେ ଦେଖିଦିଅନ୍ତୁ ଏଇ ଦି ସାଇଡ଼୍ରେ ସବୁ ହାତୀ ଅଛି ଆଗେ ଏଇ କୋଉଠି ହାତୀ ଆଗରେ ଯଦି ବାହାରି ପଡ଼ିଲ ସରିଦେବା ଏଇଟା ପୁରା ହାତୀ ଏରିଆଟା ଆମେ ଏବେ ଆସିକି ହାତୀ ଏରିଆରେ ପହଞ୍ଚିଗଲେ ଏବେ ଆମ ଗାଡ଼ିଟା ଟିକେ ସ୍ଲୋ ହେଇଯାଉଛି ଆଉ ଟିକେ ଭୟ ଲାଗୁଛି ନା ମାନେ ମୋତେ ତ ସେଠି ଭୟ ଲାଗୁନି ଆଗକୁ ସବୁ ହାତୀ ଦେଖିଛନ୍ତି ନା ପାଖରୁ ଯାଉଛନ୍ତି ଆଉ ଘର ଦ୍ୱାରା ଭାଙ୍ଗି ସବୁ ଟିକେ ଭୟ ଲାଗୁଛି ମୋତେ ବି ଭୟ ନାହିଁ ଦୁଇପଟେ ଯେଉଁ ଜଙ୍ଗଲ ଆଉ ଏଇଠି ସବୁ ହାତୀ ଏରିଆ ଅଛି ଦେଖନ୍ତୁ ଏଇ ଜଙ୍ଗଲ ଭିତରେ ଆଙ୍କର ହାତୀ ଅଛି ଏଇପଟେ ସବୁ ଭାଙ୍ଗି ଯାଇଛି ସବୁ ଫୋନ୍ ଯାଇଥିଲା ଆମେ ତ ସେଠି ଥିଲୁ ବାହାଘଟି କିନ୍ତୁ ଫୋନ୍ କରିଥିଲା ତାଙ୍କ ଗାଁ ଲୋକ ଏଇପଟେ ସବୁ ଯାଇଛି ପୁରା ସବୁ ଭାଙ୍ଗି ଆମେ ପୁରା ଭୟରେ ଯାଉଛି ପୁରା ଏଇରା ସବୁ ଭାଙ୍ଗି ଯାଇଛି କାଠ ଦେଖ ଆମର ଟର୍ଚ୍ଚ ମରା ହେଉଛି ହାତୀ ଖୋଜା ହେଉଛି ଏଇଠି ହାତୀ ଦେଖ ଗଛ ଭାଙ୍ଗି ଫୋପାଡ଼ି ଦେଇଛି ଦେଖନ୍ତୁ ଗଛ ଉପାଡ଼ି ଦେଇଛି ହାତୀ ଏଇପଟେ ତାଙ୍କର ଯାଇଛି ଏଇ ଘର ଗୋଟେ ଆଉ ସବୁ ଧଂସିକି ଆଉ କେଉଁଠି ହାତୀ ବାହାରିଥିଲା ଟିକେ କହିଦେବୁ ଏଠି ହାତୀ ଥରେ ବାହାରିଥିଲା ତାଙ୍କର ସବୁ ଶୋଇଥିଲେ ଆଜି ବି ଯାଇଛନ୍ତି ଆଉ ଥରେ ବାହାରିଥିଲା ସେ କହୁଛି ଏଇଟା ଦେଖିଥିଲା ଏଇପଟୁ ଆଇଲା ହାତୀ ଏଇପଟୁ ଆଇଲା ଏଇଠି ବାଡ଼େଇକି ଚିହ୍ନ ପୁରାପୁରି କରିଦେଲା ନା 3 ଥର ବାଡ଼େଇଲା ତାପରେ ପଛପଟକୁ ଗଲା ଆଜେଷ୍ଟ ଭାଙ୍ଗିଲା କପଡ଼ା ଚିରିଲା ଜାଲି ଚିରିଲା ଏମିତି କରିକି ସେ କାନ୍ଥଟା ଗଡ଼େଇଲା ଆମେ ହାତୀ ଦେଖିବାକୁ ଟିକେ ପଳେଇ ଆସିଥିଲୁ ଦେଖିଲା ହାତୀ ଦେଖିଲା ବେଳକୁ କେହି ନାହାନ୍ତି ତାଙ୍କର ସବୁ ହାଲ୍ଲା କଲେ ଆମେ ଥିଲୁ ବାହାଘରରେ କିନା ଫୋନ୍ ଆସିଲା କି ଗାଁରୁ ଫୋନ୍ କଲେ କି ହାତୀ ବର୍ତ୍ତମାନ ଆସିକି କଦଳୀ ଫଦଳୀ ଗଛ ଖିଆପିଆ କରିଦେଇ ମାନେ ଖାଇକି ଡାଳ ଫଳ ଭାଙ୍ଗି ଦେଇଛନ୍ତି ବର୍ତ୍ତମାନ ଆଉ ଘର ଫଳ ଭାଙ୍ଗି ନାହାନ୍ତି ଦେଖେଇ ଡାଳ ଫଳ ଭାଙ୍ଗିଛନ୍ତି କେମିତିଆ ସେଇଠି ପଡ଼ିଛି ମୁଁ ଗୋଟେ ଦେଖିଛି ଡାଳ ଦେଖେଇଥିଲି ସେଇଠୁ ପଡ଼ିଛି କିନା ହେଇଛି କିନା ଡାଳଟା କି ସେ ସାଇରନ୍ ହେଉଛି ଏଇଠି ଦେଖନ୍ତୁ
ହାତୀ ବାହାର କେମିତି ସୁନ୍ଦର କିନା କିନ୍ତୁ ଭାଙ୍ଗି ଯାଇଛି ବେଶୀ ହଉନି ଡାଳଟା ଖାଲି ଭିଡ଼ି ଛିଡ଼ି ଦେଇଛି ବୋଧେ ଲାଗୁଛି। ହଁ ଏଇପଟେ ଯାଇଛି ଆଉ ଛିଣ୍ଡି ଦିକିଆ ଗଛଟା ଆଉ ଜାଣିନି ହାତୀ ବାହାରିବ ପଇଲା କିରେ ପଇଲା ଏଇପଟେ ଆସିଥିଲା ହାତୀ। ଦେଖନ୍ତୁ ଆରି ଭିତରେ ସବୁ ହାତୀ ଆସୁଛନ୍ତି ଆରି ଭିତରେ ଥିବେ ଏଇ ଜଙ୍ଗଲ ଏଇଟା ପୁରା ବଡ଼ ଜଙ୍ଗଲଟା ନା ଆରି ଭିତରେ ପୁରା ଥିବେ ଏଇ କଦଳୀ ଗଛ ଗୁରା ସବୁ ଭାଙ୍ଗିଥିଲା ଏଇଠି ଦେଖନ୍ତୁ ଆମର ଥିଲା ସବୁ ସବୁ ଭଙ୍ଗା ଭଙ୍ଗି କରିକି ସବୁ ଯାଇଛି ଆଉ ପୁରା ରାତି ପୁରା ଅନ୍ଧାର ମାନେ ଆସିକି 5ଟା ହେଇଗଲାଣି କିନ୍ତୁ ପୁରା ଅନ୍ଧାର ଜଙ୍ଗଲ ସବୁ ଆଉ ଆରି ଭିତରେ ସବୁ ଅଛି ପୁରା ବଡ଼ ଜଙ୍ଗଲଟା ପୁରା ଲାଗିଛି। ଆଉ ସକାଳେ ବି ମୁଁ ଦେଖିଥିଲି ଆର ଭିଡ଼ିଓଟା ଆଉ ଗୋଟେ ଭିଡ଼ିଓଟା ବି ମୁଁ ଦେଖିଥିଲି ହଁ ଆଉ ଗୋଟେ ଭିଡ଼ିଓରେ ମୁଁ ଦେଖେଇଥିଲି ଏଇଟା ଟିକେ ଜଙ୍ଗଲଟା ଯାଇକି ଦେଖିଦେବେ ଆଉ ଏଇ ଜଙ୍ଗଲ ଭିତରେ ପଶିକି ଅଛି ସେ ଏବେ ସବୁ ଭଙ୍ଗା ଭଙ୍ଗି କରିକି ଥରେ ଆସିଥିଲା ଆଉ ଆଜି ବି ଆଇଛି ଆଜି ସେ ଭିତରେ ଆଡ଼େ କେଉଁଠି ଗୋଟେ ଅଛି ଆଉ ଭୟ ଲାଗୁଛି ଆମେ ବେଶୀ ଯାଉନି ସିଆଡ଼େ ଭିତରକୁ ଏଇଠି ଯାହା ଭିଡ଼ିଓ କରିଦେଉଛି ଏବେ ଆଉ ସେଠି ଅଧା ବାହାଘର ଛାଡ଼ି ଦେଇକି ଆଇଛି। ଦେଖନ୍ତୁ ଏଇଗୁଟାକ ତାଙ୍କର ଭାଙ୍ଗି ଦେଇଥିଲା ଏଇପଟ କାନ୍ଥଟା ଏଇଠିକିନା ଖସେଇ ଦେଇକି ଆଉ ଏଇଗୁରା ସବୁ ଏଇ ଟିଣ ବାଡ଼େଇକି ଚେପା କରିଦେଇଥିଲା ଏଇ ଚାଉଳ ଖାଇବାକୁ ଆସିଥିଲା ସେ ଏଇଟା ଝରକାଟା ମୁଜା ହେଇଛି ଏଇପଟେ ସୁଣ୍ଢ ଗୋଳେଇକି ଚାଉଳ ବାସ୍ନା ଯେତେବେଳେ ହେଇଛି ତାକୁ ସେ ଆଇଛି ଖାଇବାକୁ ଆଉ ଏଇଠି ସବୁ ଭାଙ୍ଗି ଦେଇଥିଲା ଏଇ ଡ୍ରମ୍ଟା ଭାଙ୍ଗିଥିଲା ଏଇଟା ତମର ହାଁ ଏଠି ଭାଙ୍ଗି ଦେଇଥିଲା ନା ହଁ କାଲିଠୁ ଆସିକି ଆମେ ଶୋଇଛୁ ଯେ ଆସିକି ସକାଳ 5ଟାରୁ ଶୋଇଛେ ଆସିକି ଏବେ 5ଟା13 ହେଇଗଲି ଆଉ ଆଜି ଆଉ କିଛି ଭିଡ଼ିଓ ହେଇପାରିଲାନି ଆଉ ଏବେ ଯାଉଛି ଟିକେ ବଜାର ଆଡ଼େ ଟିକେ ଯାଇକି ବାହାରିଛି ବଜାର ଆଡ଼େ ଯିବାକୁ ଚାଲନ୍ତୁ ଏବେ ଯିବା ବଜାରକୁ। ଏଇଟା ଦେଖନ୍ତୁ ତାଙ୍କ ବଜାର ସେଇପଟା ଏଇଟା ଅଛି ତାଙ୍କର କ'ଣ ପରିଛଳ ଛକ ଆମେ ଆସିଛେ ଟିକେ କ'ଣ କିଣାକିଣି କରିକି ନେବା ପାଇଁ ଏଇଟା ଦେଖନ୍ତୁ ଛକଟା ଏପଟୁ ଗଲେ ଡାଲଟଣା ହେରିକା ଏପଟୁ ହେଲେ ଯେଉଁ ବଡ଼ ମନ୍ତ୍ରୀ ଟିକେ ଆଉ ଦେଖନ୍ତୁ ଆମର ଏଠି ଏବେ କାମ ସରୁକା ହେଇଗଲା ରାତି ଏଇଟା ତାଙ୍କ ଥିଲା ବଜାର ଆଉ ଏବେ ଆମେ ଯିବା ଘରକୁ ମାନେ ଯାଇକି ରାତି ହେଲେ ଏବେ ଆଉ ତାଙ୍କ ବଜାର ବୁଲୁନାହାନ୍ତି ହାତୀ ବାହାରୁଛନ୍ତି ବୋଲିକି ଏବେ ଯିବା ଘରକୁ ଆମର ଖିଆ ପିଆ ତ ସରିଲାଣି ଏଇଠି ଆଉ ସବୁ ଯାହା ଜିନିଷ ସବୁ ରାତିରେ ଯାହା କ'ଣ ହେବ ସବୁ ଜିନିଷ ହେରିକା ନିଆଯାଇଛି ଆଉ ସବୁ ଖାଇ ପିଇ ଦେଇଛି ବରା ଆଳୁଚପ ହେରିକା ଏଇଠି ସବୁ ତାଙ୍କ ଦୋକାନ ଜଳଖିଆ ଦୋକାନ ଏତିକି ମାନେ ଛୋଟିଆ ବଜାରଟା ଏଠି ତ ବେଶୀ ବଜାର ନାହିଁ ଟିକେ ଔଷଧ କିଣା ଅଛି କିଣାକିଣି ସରିଲା ଏବେ ଆମେ ଚାଲିଲୁ ଘରକୁ। ଆମର ଏଠି ଖେଳ ଲଗା ଅଛି ସବୁ ବସନ୍ତି ଦର୍ଶକ ଆମର ନ୍ୟୁଜିଲାଣ୍ଡକୁ ଇଣ୍ଡିଆ ଚାଲିଛି ଫାଇନାଲ ଆଜି ଦେଖିବାକୁ ହେଉଛି ସମସ୍ତେ ଚେଷ୍ଟା କରନ୍ତୁ ଭଗବାନ ଡାକନ୍ତୁ ଇଣ୍ଡିଆ ଜିତି ଯାଉ ଆଉ ଆମର ସେଠି ଆମର ଚାଉମିନ ଚାଲିଛି ଇଆଡେ ଚାଉମିନ ଖାଇବ ଖେଳ ଦେଖା ହବ ହେଲା ଏ ଶୁଣି ନେଇକି ଦେଖିବେ ଚାଉମିନ ହାତୀ ବାହାରିଛି ସେଇପଟେ ହାତୀ ଅଛି ଫରେଷ୍ଟ ଗାର୍ଡ ଅଛନ୍ତି ସେପଟେ ଫରେଷ୍ଟ ଗାର୍ଡ ଆଲାସ କରିକି ଗଲେ କହୁଛି ବର୍ତ୍ତମାନ ଶୁଣନ୍ତୁ ବା ହଉଛି ଏଠି କ'ଣ କହୁଛୁ ଗେଲି ବାବା କରିଦୁ ବାବା ଗେଲି ବାବା କରିଦୁ ବାବା କରିଦୁ ବାବା ଦେଖନ୍ତୁ ସାଙ୍ଗମାନେ ଆମର ଚାଉମିନ ହେଉଛି ଖେଳ ଦେଖିକି ଖିଆ ହବ ବୋଲି ମସଲା କଷା ହେଉଛି ଚାଉମିନ ଛଣା ହେଇକି ଅଣ୍ଡା ପଡ଼ିବ ଅଣ୍ଡା ହବ ଆଉ ହବ ଆଉ ଖିଆ ହବ ଆଉ ଦେଖନ୍ତୁ ଆମର ଏଠି ଚାଉମିନ ସବୁ ହେଇକି ଆସିଲା ଏଠି ଖେଳ ଦେଖାଯାଉଛି ଏଠି ସବୁ ଚାଉମିନ ହେଇକି ଆସିଲା ଚାଉମିନ ଦେଖା ହବ ଏଠି ସବୁ ବସୁଛନ୍ତି ଆମର ଚାଉମିନ ଏବେ ପାଟି ହବ ଆଉ ଏବେ ଆସିକି ହେଇଗଲେ ଆମର 11ଟା ଟାଇମ୍ ଆଉ ଆଜି ଇଣ୍ଡିଆ ଜିତି ଯାଇଛି ଆଉ ଖେଳ ବସିକି ଦେଖୁଥିଲୁ ବେଶୀ ତ ଭିଡ଼ିଓ ହେଇନି ଆଉ ହାତୀ ଆଙ୍କ ଇଆଡ଼େ ଆସୁଛନ୍ତି ଆଉ ସେଥିପାଇଁ ଆମର ଖିଆ ପିଆ ସରିକି ସବୁ ପଳେଇ ଆସିଲା ଶୋଇବାକୁ ଏବେ ହାତୀ ହେରିକାଙ୍କର ଏଇ ପାଖାପାଖି ଅଛନ୍ତି ଆଉ ହାତୀ ହେରିକା ଯଦି ଆସିବା ମୁଁ ଆପଣମାନଙ୍କୁ ଭିଡ଼ିଓ କରିକି ଦେଖେଇବି ଆଉ ଏଇଟାକୁ ଥରେ ହାତୀ ଗୋଡ଼େଇଥିଲା ମାରିବାକୁ ତୋତେ ଗୋଡ଼େଇଥିଲା ଟି ମାରିବାକୁ ଆଉ ତୋତେ ଗୋଡ଼େଇଥିଲ ତୁ କହିଲୁ ଏଇ ହାତୀ ଦେଖି ଦେଇକି ମାନେ ବାହାରକୁ ଯାଇଥିଲେ ସବୁ ବାସ ବସିବାକୁ
ଆଉ ସେତିକି ଟାଇମ୍ କି ତାଙ୍କର ହାତୀ ଆସିବ ମାନେ ଫରେଷ୍ଟ ବାଲା ଡ୍ରୋନ୍ ଉଡ଼ୁଛନ୍ତି, ଡ୍ରୋନ୍ ଉଡ଼ିକି ସେଠୁ କହିଲା ଏ ଡ୍ରୋନ୍ ଏଇଠି ପାଖରେ ଉଡ଼ିଛି ଏମିତି କହିକି ତ ଆଇଛି। ତାପରେ ସେଠୁ ହାତୀ ଆଙ୍କଡ଼ ପୁରା ମାଡ଼ି ଯାଇଛି ଆଉ ହାତୀଟା ଆସିଲା ବେଳକୁ ଇଏ ଜୋରରେ ଚିଲେଇ କହିଦେଇଛି ତାଙ୍କର ଯେଉଁ ଗେଟ୍ ସକାଳେ ଦେଖୁଥିଲି ସେଇ ଗେଟ୍ ପୁରା ବାଡ଼େଇଛି ଆଉ ଏଇଟାକୁ ମାରିବାକୁ ଗୋଡ଼େଇଥିଲା ଆଉ ଇଏ ତାକୁ କହିଲା ହାତୀ ହାତୀ ଆଇଛି ବୋଲିକି ଗୋଡ଼େଇଛି ଆକୁ ଆଉ। ପୁଣି ଆଜି ଆସିବ ଆଉ ଯଦି ଆସିବ ମୁଁ ଆପଣମାନଙ୍କୁ ଦେଖେଇବି। ଆଉ ଏଇ ପାଖାପାଖି ଅଛି ଆସିଛି। ଆମେ ଯେତେବେଳେ ଭିଡ଼ିଓ କରିବାକୁ ଆଉଛି ମୁଁ ସେତେବେଳେ ହାତୀ ଆସୁନି, ଆଉ ଯେତେବେଳେ ଆମେ ପଳଉଛୁ ସେତେବେଳେ ଆଉଛି ହାତୀ। ସେତେବେଳେ ସେତିକି ଆମେ ବୁଲିବାକୁ ଯେଉଁ ଆସିଥିଲୁ ଅଳ୍ପ ଦିନ ପରେ ଆମେ ବୁଲିବାକୁ ଅଳ୍ପ ଦିନ ପରେ ତ ଆସିଲୁ ନା ରେ ସେତେବେଳେ ସବୁ ଅଧିକ ସେତେବେଳେ ବି ଆଉଥିଲା କିନ୍ତୁ ଆଙ୍କ ଘର ପାଖକୁ ଆସିନି ଯଦି ଅଧିକ ଆମେ ଲୋକ ଥିଲୁ ରୋଡ଼ା ହେଉଥିଲା ଟିକେ ଆଉ ସେ ଆସିପାରିନି। ତାଙ୍କ ଘରଟା ଜଙ୍ଗଲ ଭିତରେ ପୁରା ଜଙ୍ଗଲ କାଟିକି ଘର କରୁଛନ୍ତି ଯଦି ହାତୀ ଟିକେ ଇଆଡ଼େ ପଳେଇଛନ୍ତି। ଆଉ ଏବେ ତ ହେଇଗଲେ ଆସିକି 11ଟା ପାଖାପାଖି। ଆଉ ଆଜିର ଭିଡ଼ିଓଟା ଏଇଠି ସରିଛି। ଭିଡ଼ିଓ ଯଦି ଆମ ମାନେ କ'ଣ କହିଲେ ମୁଁ ଯଦି ହାତୀ ଆସିବ ଭିଡ଼ିଓ ପକେଇବି ଆଉ ଏଇଠି ଭିଡ଼ିଓଟା ସାରି ଦେଉଛି। ଆଉ ଭିଡ଼ିଓଟା ଯଦି ଆପଣମାନଙ୍କୁ ଭଲ ଲାଗିଛି ଲାଇକ୍ ସେୟାର ସବସ୍କ୍ରାଇବ୍ ଦେବେ। ରହିଲି ପୁଣି ଆଉ ଗୋଟେ ନୂଆ ଭିଡ଼ିଓ ଦେଖା ହେବା।